ଭୀଷ୍ମ ଦ୍ରୋଣ ତଟା ଜୟଦ୍ରଥ ଜଳା ଗାନ୍ଧାର ନୀଳୋତ୍ପଳା ଶଲ୍ୟଗ୍ରାହବତୀ କୃପେଣ ବହନେ କର୍ଣ୍ଣେନ ବେଳା କୁଳା ଅଶ୍ୱତ୍ଥମାଦି କର୍ଣ୍ଣ ଘୋର ମକରା ଦୁର୍ଯ୍ୟୋଧନା ବର୍ତିନୀ ସ୍ୱତୀର୍ଣ୍ଣା ଖଳୁ ପାଣ୍ଡବୈ ରଣ ନଦୀ কৈବରତ କହ କେଶବ কৈବରତ କହ କେଶବ। ସୁସ୍ୱାଗତମ ପ୍ରିୟ ବନ୍ଧୁଗଣ, ପରମ୍ପରା କ୍ରମରେ ଧାରାବାହିକ କ୍ରମରେ ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚମ ଦିବସ। ଉକ୍ତ ପଞ୍ଚମ ଦିବସରେ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ କାର୍ତ୍ତିକ ମାହାତ୍ମ୍ୟର ପଞ୍ଚମ ଅଧ୍ୟାୟକୁ ପଢ଼ି ଶୁଣିବାର ପ୍ରୟାସ ଜାରି ରଖିଛି। ଶ୍ରଦ୍ଧାର ସହିତ ଶ୍ରବଣ କଲେ ଶ୍ରମ ସାର୍ଥକ ହେବ। ଜୟ ଜଗନ୍ନାଥ। ପଞ୍ଚମ ଅଧ୍ୟାୟ ଶ୍ରୀ ଶୁକବାଚ। ହେମନ୍ତ କୃଷ୍ଣ ବାକ୍ୟ ଶୁଣି ଶେଷ କ୍ରାଜିତର ଦୁଲଣୀ ପୁଛନ୍ତି ପତି ସ୍ନେହ ଘେନି ଭୋନାଥ କହ ପୁଣ୍ୟ ଧ୍ୱନି କାର୍ତ୍ତିକ ମାହାତ୍ମ୍ୟ ଦୁର୍ଲଭ ଯେ ଧର୍ମ ଭାବରେ ସୁଲଭ ଯେ ଧର୍ମ କରଥା ବିଧି କୃତ୍ୟ କହି ସନ୍ତୋଷ କର ଚିତ କହନ୍ତି କରୁଣା ସାଗର ଭୋପ୍ରିୟେ ଶୁଣ ଧର୍ମ ସାର ପୂର୍ବେ ଯେ ପୃଥୁ ଚକ୍ରବର୍ତ୍ତୀ ସୂର୍ଯ୍ୟ ବଂଶରେ ଉତ୍ତପତି କୃତ ଯୋଗରେ ମହାରାଜା ସୁଖେ ପାଳଇ ଜନ ପ୍ରଜା ଧରଣୀ ଶସ୍ୟ ପୂର୍ଣ୍ଣ କରି ଦୁଷ୍ଟ ଦାନବ ଦର୍ପ ହରି ବିଷ୍ଣୁର ଅଙ୍ଗୁ ଅବତାର ତେଣୁ ବିବେକ ନୃପବର ନାରଦ ମୁନିଙ୍କ ଗ୍ରତେ ଧର୍ମ ପୁଛଇ ନିତ୍ୟେ ନିତ୍ୟେ ଦିନେ ତିଆ ସ୍ଥାନେ ବସାଇ ମୁନି କି ବୋଲେ ନର ସାଇ ହେ ମୁନି ବିଷ୍ଣୁ ପରାୟଣ ତୁମ୍ଭେ ସକଳ ଧର୍ମ ଜାଣ କହ କେବଳ ଧର୍ମ ପ୍ରାଣୀ ଅନ୍ତେ କୃତାନ୍ତ ଲୋକ ଜିଣି ବସନ୍ତି ଗୋବିନ୍ଦ ମନ୍ଦିରେ ପୁଣି ନ ପଡ଼ନ୍ତି ସଂସାରେ ବସନ୍ତି ଗୋବିନ୍ଦ ମନ୍ଦିରେ ପୁଣି ନ ପଡ଼ନ୍ତି ସଂସାରେ। ନାରଦ ଉବାଚ କହ କେମନ୍ତ ଧର୍ମ ପୁଣ ମୁନି କହନ୍ତି ରାୟ ଶୁଣ କାର୍ତ୍ତିକ ବ୍ରତ ଧର୍ମ ବଳେ ମୁକତି ଲଭନ୍ତି ନିଶ୍ଚଳେ ଅଶେଷ ଜନ୍ମ ପାପ ହରେ ନିଶ୍ଚିନ୍ତେ ବସେ ବିଷ୍ଣୁପୁରେ ହେମନ୍ତ ଧର୍ମ ଯହିଁ ସିଦ୍ଧି ଶୁଣ ସେ ବ୍ରତରାଜ ବିଧି ପୂର୍ବେ ବିଧାତା ପଦମ ଯୋନି ବିଷ୍ଣୁ ଆଦେଶ ସିଏ ଘେନି ଅମର ସଭା ମଧ୍ୟେ ବସି କାର୍ତ୍ତିକ ଧର୍ମ ପରଶଂସୀ ଯାହା କହିଲେ ବିଧି ମତେ ସେ କଥା ଶୁଣ ଏକ ଚିତେ ଆଶ୍ବିନ ଶୁକ୍ଳ ଏକାଦଶୀ କାର୍ତ୍ତିକ ବ୍ରତ ଉପବାସୀ ବ୍ରତ କରିବେ ଯେଉଁ ଜନ ସଂକଳ୍ପ ଇଚ୍ଛି ସେହି ଦିନ ରଜନୀ ପ୍ରାତ କାଳ ଦେଖି ସତ୍ୱରେ ଶୟନ ଉପେକ୍ଷୀ ଗ୍ରାମ ଉପାନ୍ତେ ନଈ ଋତେ ଗମିବ କର୍ମାଣ ନିମନ୍ତେ ସେହି ଦିଗକୁ ମୁଖ କରି ଉତ୍ତରେ ତିନି ତାଳି ମାରି ଅଧୋବଦନେ ତୁଣାସନେ କର୍ମାଣୀ ବସିବ ମୌନେ ପତ୍ରେ ଉଦକ ଥିବ ନେଇ ମୃତ୍ତିକା କିଛି ଥିବ ଧୋଇ ଶୌଚ ହେବ ବେନି ଯୋଗେ ତ୍ରୟ ଗୁହ୍ୟରେ ଏକ ଲିଙ୍ଗେ ବାମ ହସ୍ତରେ 10-12 ଶପଥ ବେନି କର ସ୍ଥଳ ପାଦ ଯୁଗରେ 3 ସୌର ମୃତ୍ତିକା ଜଳ ଘେନି ପୁଣି ପ୍ରବେଶ ହୋଇ ଘରେ
ବାସ ଆସନ ଘେନି କରେ ପ୍ରବେଶ ହୋଇ ଜଳ ଘାଟେ। ଯେତେ ବିହିତ କର୍ମ ପିଠେ ଆଣିବ ଦାନ୍ତ କାଠି ଖୋଜି। ବନସ୍ପତରେ ଯେତେ ବର୍ଜି ସମିଧ କଣ୍ଟକ ଦୁର୍ଗନ୍ଧ। ସେ ଦେବ ସ୍ଥାବର ପ୍ରସିଦ୍ଧ ଖର ସମିଧ ଲତା ତୃଣ। ଏତେ ଉପେକ୍ଷୀ ଜ୍ଞାନେ ଆଣ ଯଦ୍ୟପି ଏହା ନ ମିଳିବ। ରସାଳ ପତ୍ରରେ ଘଷିବ ଆପେ ରୋପିଲା ବୃକ୍ଷ ଛାଡ଼ି। ପତ୍ର ତୋଳିବ ମନ୍ତ୍ର ପଢ଼ି। ଦନ୍ତ ମାଜିବ ଯତ୍ନ କରି ଚତୁର୍ଥ ଦିନ ଅପହରି। ଉଆଁସ ଷଷ୍ଠୀ ଏକାଦଶୀ ଯେବେ ଗ୍ରହଣର ବିଶୋଷୀ। ଏ ଦିନ ନ ଘଷିବ ଦାନ୍ତ ଦ୍ୱାଦଶ ବାର ଜଳ ଧୌତ। ନୋହିଲେ ଦିନ ଅନୁସରି ରଜନୀ ଥାଉଁ ଶୁଦ୍ଧ କରି। ବିଶେଷ ଗ୍ରହଣ ବର୍ଜିତ ତିଳ ଅଇଁଳା ଏହି ମତ। ନାଭି ପ୍ରମାଣେ ଜଳେ ପଶି ସ୍ନାନ କରିବ ମନ ଘୋଷି। ସୁମରି ଦେବ ଜନାର୍ଦ୍ଦନ ବ୍ରତ କରିବ ନିବେଦନ। ହେ ଦେବ ଦେବ ଲକ୍ଷ୍ମୀ ପତି ଏ ମୋର ବ୍ରତ ତବ ପ୍ରୀତି। କାର୍ତ୍ତିକ ପ୍ରାତ ସ୍ନାନ ଫଳ ସୁଦୟା କର ଆଦି ମୂଳ। ଅଶେଷ ଜନ୍ମ ପାପ ହର ଦୁଃଖ ନାଶନ ବାନା ତୋର। ହେମନ୍ତ ବୋଲି ସ୍ନାନ ସାରି ସୂର୍ଯ୍ୟ ଅବଲୋକନ କରି। ସ୍ତୁତି କରିବ ଯୋଡ଼ି କର ବୋଲିବ ତ୍ରାହି ଦିନେଶ୍ୱର। ତୁ ଦେବ ଦାମୋଦର ମୂର୍ତ୍ତି କାର୍ତ୍ତିକ ମାସ ଜଳେ ସ୍ଥିତି। ମୁକ୍ତି ପ୍ରସରେ ତବ ତଳୁ ମୋତେ ଉଦ୍ଧର ଭବ ଜଳୁ। ଏମନ୍ତ ବୋଲି ସ୍ତୁତି କରି ଜଳ ଅଞ୍ଜଳି କରେ ଧରି। ଆଦିତ୍ୟ ଦେବ ଜଳଦାନ ବୋଲିବ ନାମ ନିରଞ୍ଜନ। ସଂଜ୍ଞା ବଲ୍ଲଭ ଜ୍ୟୋତିର୍ମୟ ମୋର ଦୋରିତ କର କ୍ଷୟ। ଏମନ୍ତ ବୋଲି ସ୍ତୁତି ଭଣି ସ୍ନାନ ଫଳ ଲଭ ପୁଣି। ପୁଷ୍କରିଣୀରେ ପଞ୍ଚଗୁଣ ନଦୀରେ ଦଶ ଯେ ପ୍ରମାଣ। ତୀର୍ଥେ ଯେ ସ୍ନାନ କରେ ଯାଇ ଲକ୍ଷ ଗୁଣରେ ଫଳ ପାଇ। ଏମନ୍ତ ସ୍ନାନ ଫଳ ଆଦି କହିବା ବସ୍ତ୍ରବର୍ଣ୍ଣ ବିଧି। ନ ପିନ୍ଧି କଳା ରଙ୍ଗ ବାସ ଶୁକ୍ଳ ବସନ ବିଶେଷ। ଅଥବା ପୀତ ବର୍ଣ୍ଣ ପିନ୍ଧି ଆବର ବସ୍ତ୍ର ନୋହେ ସିଧି। ତହୁଁ ଦେବତାଳୟେ ଯିବ ଯେ ଦେଶେ ଥିବ ଯେଉଁ ଦେବ। ବିଶେଷ ହରି ହର ଆଳ ଏ ବେନି ଦେବଙ୍କର ମୂଳ। ଦେବତା କରଇ ଦର୍ଶନ ନିବେଶୀ ପୂଜା ଦ୍ରବ୍ୟମାନ। ଗନ୍ଧ ଚନ୍ଦନ ପୁଷ୍ପ ଫଳେ ଧୂପ ଦୀପାଦି ଯେବା ମିଳେ। ବିଧି ଉପାଧି ଦ୍ରବ୍ୟ ପୂଜି ଯେ ଦେବ ଯେଉଁ ପୁଷ୍ପ ବର୍ଜି। କାର୍ତ୍ତିକ ମାସେ କନିଅର ପୂଜା କରିବ ଗଦାଧର। ଅରଖ ଦୁଦୁରା ଗଇସ ମଲ୍ଲିକା ଆଦି ପାଞ୍ଚ ପୁଷ୍ପ। ବିଷ୍ଣୁଙ୍କୁ ନ ସମର୍ପି ଏହା ଶିବେ ଅଯୋଗ୍ୟ ଶୁଣ ଯାହା। ଜବା ଉତ୍ପଳ କୁନ୍ଦ ଜୋଇ ସେବତୀ ଶିବଙ୍କୁ ନ ଦେଇ। ତୁଳସୀ ଗଣେଶ ନ ପୂଜି ଦୁର୍ଗାଙ୍କୁ ଦୁର୍ବାଦଳ ତେଜି। ଏଥି ଉତ୍ତାରେ ପୂଜା ବିଧି ସକଳ କର୍ମେ ଚିତ ଶୁଦ୍ଧି। ଜପିବ ନାରାୟଣ ନାମ ବାଞ୍ଛା କରିବ ଫଳ କାମ। ଶାସ୍ତ୍ର ପୁରାଣ ଗୀତା ବାଣୀ ବିଷ୍ଣୁ ଚରିତ ଯେହୁ ଭଣି। ତାହା ଶୁଣିବ ମନ ତୋଷେ ଭଜିବ ଗୁରୁ ଉପଦେଶେ। ମନରେ ସଂକଳ୍ପ କରିବ କାର୍ତ୍ତିକେ ଛାଡ଼ି ଯେତେ ଦ୍ରବ୍ୟ।
ତାହା କହିବି ବିଧି ମତେ, ଶୁଣ ସୁଜନ ଦେଇଚିତେ। ଏ ପଦ୍ମ ପୁରାଣ ଉକତ ଉତ୍ତର ଖଣ୍ଡେ ସାରସତ୍ୱ ଶ୍ରୀକୃଷ୍ଣ ସତ୍ୟା ସନ୍ନିଧାନେ କହନ୍ତି କାର୍ତ୍ତିକ ବର୍ଣ୍ଣନେ। ଯେ ପତି ପତ୍ନୀ ପାଦ ତଳେ ଅନେକ ଜନ୍ମ ତପ ଫଳେ, ନମଇ ମହାଦେବ ଦାସ କରୁଣା କର ପିତବାସ। ଇତି ଶ୍ରୀ ପଦ୍ମ ପୁରାଣେ ଉତ୍ତରଖଣ୍ଡେ कार्तिक महात्म कार्तिकवत संकल्पे नाम पंचमो अध्याय। हरि ओम शांति। सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु मा कश्चित् दुःखभाग् भवेत्।